ଖ୍ରୀଷ୍ଟ ପ୍ରିୟର ଭାଇ ଓ ଭଉଣୀମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଜ୍ୟୋତି ମଣ୍ଡଳୀ ତରଫରୁ ନମସ୍କାର ଜଣାଉଅଛି। ତ ନମସ୍କାର ସାଥେ ସାଥେ ଏକ ପୁଅ ଝିଅମାନଙ୍କର ଭିଡ଼ିଓ ପ୍ରସ୍ତୁତ କରି ଆପଣମାନଙ୍କ ଠାରେ ମୁଁ ପଠାଉଛି। ଏ ଭିଡ଼ିଓକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ମୁଁ ବହୁତ ବଡ଼ ଖୁସିର ବିଷୟ, ମୋତେ ମୋ ଶିଷ୍ୟ ଘର ଫ୍ୟାମିଲି ମୋତେ ଛତିଶଗଡ଼ ଜଗଦଲପୁରରେ ଡକାଇଥିଲେ। ଆଉ ସେମାନେ ଯେଉଁ ଆରାଧନା ପ୍ରଶଂସା କରୁଅଛନ୍ତି ଆଉ ତାଙ୍କର ଝିଅମାନଙ୍କୁ ଯେମିତିକି ପ୍ରଭୁଙ୍କର ବାକ୍ୟ ହିସାବରେ ଶିକ୍ଷା ଦେଇକରି ଆଗକୁ ବଢ଼ାଇ ନେଉଛନ୍ତି, ସେଇ ଭିଡ଼ିଓଟା ଆପଣମାନେ ଦେଖନ୍ତୁ। ଚାଲନ୍ତୁ ଏଇ ବାକ୍ୟ ଟିକେ ଆପଣମାନଙ୍କୁ ମୁଁ ପଢ଼ି ଦେଉଛି। ଏପିସି ପତ୍ରିକା 6ର 4 ପଦରେ ଏହି ପ୍ରକାର ଲେଖାଯାଇଅଛି, ପୁଣି ହେ ପିତାମାନେ ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର। ଆଜି ପୁଅ ଝିଅମାନଙ୍କୁ ଆମେ ଭଲରେ ପ୍ରଭୁଙ୍କର ବାକ୍ୟ ଦ୍ୱାରା ଚେତନା ପରାମର୍ଶ ପ୍ରଭୁ ଭୟ ଶିକ୍ଷା ଦେଇନୁ ବା ସେମାନଙ୍କୁ ଆରାଧନା ପ୍ରଶଂସା କରିବାରେ ଆମେ ଆଗକୁ ବଢ଼ାଇନୁ। ଏଥିପାଇଁ ମା ଆଉ ବାପା ଯେମିତିକି ପୁଅ ଝିଅମାନଙ୍କୁ ଏଇ ବାକ୍ୟ ଦ୍ୱାରା ଯଦି ଆମେ ଆଗକୁ ବଢ଼ାଇବୁ ତାହେଲେ ପୁଅ ଝିଅମାନେ ଆରାଧନା ପ୍ରଶଂସାରେ ଲାଗିକରି ରହିବେ। ତ ମୋତେ ବହୁତ ଖୁସି ଲାଗିଲା। ଆଉ ଜଗଦଲପୁରରେ ମୁଁ ଯାଇଥିଲି, ଆଉ ମୋ ସ୍ତ୍ରୀ ମଧ୍ୟ ଆମେ ଦୁଇ ଜଣ ମିଳିତ ହେଇକରି ଯାଇଥିଲୁ। ବହୁତ ସୁନ୍ଦର ଆରାଧନା, ବହୁତ ସୁନ୍ଦର ପ୍ରଶଂସା କରିବାରେ ଆଉ ପୁଅ ଝିଅମାନଙ୍କୁ ଆମେ ଦେଖିପାରିଲୁ। ସେଥିପାଇଁ ଏଇ ଭିଡ଼ିଓ ଆପଣମାନେ ଦେଖି ଆଉ ଏଇ ଛୋଟ ଝିଅର ଭିଡ଼ିଓଟା ଆପଣମାନେ ଦେଖିକରି ଆପଣମାନଙ୍କର ପୁଅ ଝିଅକୁ ମଧ୍ୟ ପ୍ରଭୁଙ୍କ ଠାରେ ବାକ୍ୟ ଦ୍ୱାରା ଆପଣମାନେ ବଢ଼ାନ୍ତୁ। ତ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଆଉ ଆଗାମୀ ଭିଡ଼ିଓରେ ଆମେ ଆଉ ପୁନର୍ବାର ମିଳିତ ହେବା। ସେ ପର୍ଯ୍ୟନ୍ତ ମୁଁ ରହିଲି। ଆମେନ୍।